ମାନେ ସମସ୍ତଙ୍କୁ ସ୍ୱାଗତ ଆମର ଏସ୍ଏମ୍ ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲକୁ। ତୁମମାନଙ୍କର ଆସନ୍ତା କାଲି ହେବାକୁ ଯାଉଥିବା ଭାଷା ପିଲାମାନେ ଓଡ଼ିଆର ତୃତୀୟ ଶ୍ରେଣୀର ଆମେ କ୍ୱେଶ୍ଚନ୍ ନେଇକରି ଆସିଛନ୍ତି, ଯେଉଁଟାକି ମୋଷ୍ଟ ଇମ୍ପୋର୍ଟାଣ୍ଟ ରିଏଲ୍ ରହିବ। ତ ସର୍ବପ୍ରଥମେ କହିବି ଆମର ଏସ୍ଏମ୍ ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନ ପିଲାମାନେ ଏବେ ତୁମମାନେ ସବସ୍କ୍ରାଇବ୍ କରିଦିଅ, ଗୋଟେ ଲେଖା ସେୟାର ବି କରିଦିଅ। ଏଠି ତୁମମାନଙ୍କର ପିଲାମାନେ ସମୟ ପିଲାମାନେ 2 ଘଣ୍ଟା ରହିବ। 2 ଘଣ୍ଟା ମଧ୍ୟରେ ତୁମମାନେ 40 ମାର୍କ କ୍ୱେଶ୍ଚନ୍ କମ୍ପ୍ଲିଟ୍ କରିବାର ଅଛି, କାହିଁକିନା ତୁମମାନଙ୍କର 10 ମାର୍କ ତୁମମାନଙ୍କର ରହିଯାଉଛି କ'ଣ ମୌଖିକ। ତ 10 ମାର୍କ ପିଲାମାନେ ସମସ୍ତଙ୍କର ମୌଖିକ ରହିଯାଇଛି, ତ 40 ମାର୍କର କ୍ୱେଶ୍ଚନ୍ 2 ଘଣ୍ଟା ମଧ୍ୟରେ କମ୍ପ୍ଲିଟ୍ କରିବାର ଅଛି। ବୁଝିପାରିଲ? ଏଠି ପିଲାମାନେ ଦେଖିପାରୁଥିବ ତୁମମାନଙ୍କର ଲିଖିତ ମୌଖିକ। ଏଠି ତୁମେ କିଛି ହାତ ମାରିବ ନାହିଁ, ଏଇ ଜାଗାରେ ତୁମେ ଲେଖିବାର ଅଛି ଆନୁଆଲ୍ ଏକ୍ଜାମ୍ 2026 ପିଲାମାନେ। ଏଠି ଶ୍ରେଣୀ ପିଲାମାନେ ତୃତୀୟ, ବିଷୟ ପିଲାମାନେ ଭାଷା, ଯେଉଁଟାକି ଓଡ଼ିଆ କହିପାରିବ। ଏଠି ଶିକ୍ଷାର୍ଥୀଙ୍କ ନାମ ତମ ନେମ୍ ପିଲାମାନେ ଯାହା ବି ହେଇଥିବ ତୁମେ ଏଇ ଜାଗାରେ ଲେଖିବ। ବୁଝିପାରିଲ? ତମ ନେମ୍ ଲେଖିବାର ଅଛି। ତାପରେ ପିଲାମାନେ ରୋଲ୍ ନମ୍ବର, ତୁମ ରୋଲ୍ ନମ୍ବର ଯାହା ବି ହେଇଥିବ ତୁମେ ଏଇ ଜାଗାରେ ଲେଖିପାରିବ। ତାପରେ ତାରିଖ ପିଲାମାନେ ଡେଟ୍ ତ ପକାଇବ ପିଲାମାନେ ଏଇ ଜାଗାରେ ତୁମ ଡେଟ୍ ତୁମର ଯାହା ବି ହେଇଥିବ ଏଇ ଜାଗାରେ ତୁମେ ପକାଇ ପାରିବ। ଏଠି ବିଦ୍ୟାଳୟର ନାମ, ତୁମ ବିଦ୍ୟାଳୟ ନାମ ପିଲାମାନେ ଏଇ ଜାଗାରେ ଲେଖିବ। ଏଠି ପିଲାମାନେ ଜିଲ୍ଲା, ତୁମର ଡିଷ୍ଟ୍ରିକ୍ଟ ଯାହା ବି ହେଇଥିବ ଏଇ ଜାଗାରେ ତୁମ ଡିଷ୍ଟ୍ରିକ୍ଟ ପକାଇବ, ଏବଂ ଡିଷ୍ଟ୍ରିକ୍ଟର ପିଲାମାନେ ବ୍ଲକ୍ ଯାହା ହେଇଥିବ ଏଇ ଜାଗାରେ ପକାଇବ। ଏତିକି ସମସ୍ତେ କ୍ଲିଅର୍ ହେଲ କି ନାହିଁ? କ୍ଲିଅର୍ ହେଲ ସମସ୍ତେ? ଏତିକି କ୍ଲିଅର୍ ହେଲ? ତୁମମାନଙ୍କର ଏଇଟା ପିଲାମାନେ କମ୍ପ୍ଲିଟ୍ କରିବାର ଅଛି। ଏଇଟାକୁ ଯଦି କମ୍ପ୍ଲିଟ୍ କରିଦେଉଛ ତାହେଲେ ବହୁତ ବଢ଼ିଆ। ଯଦି କମ୍ପ୍ଲିଟ୍ କରିପାରିବ ତାହେଲେ ୟେସ୍ ଗୋଟିଏ ଛୋଟ ଲେଖାଏ କମେଣ୍ଟ କରିଦିଅ। ବୁଝିପାରିଲ? ପିଲାମାନେ ଦେଖ, ଏଇଟା ରିଏଲ୍ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ରହିବ। ଏଇଟାକୁ ଭଲ କରି ପ୍ରାକ୍ଟିସ୍ କରି ଏକ୍ଜାମ୍କୁ ଯିବାର ଅଛି। ବୁଝିପାରିଲ? ତୁମମାନଙ୍କର 1 ନମ୍ବର କ୍ୱେଶ୍ଚନ୍ ପିଲା ରହିବ। ଦେଖ ପିତା ଏଇଟା ତୁମକୁ ଦେଖ, ତୁମମାନଙ୍କୁ ଫାର୍ଷ୍ଟ ତୁମମାନଙ୍କର ପେସେଜ୍ ପଡ଼ିବ। ଏଇ ପେସେଜ୍ଟି ତୁମେ ଭଲ କରି ପଢ଼ିବାର ଅଛି, ପଢ଼ିକି ତୁମେ ଆନ୍ସର୍ କରିପାରିବ। ବୁଝିପାରିଲ? ପେସେଜ୍ଟାକୁ ଭଲ ଭାବରେ ପଢ଼ିବ, ପଢ଼ିଲା ପରେ ତୁମେ ଆନ୍ସର୍ କରିପାରିବ। ବୁଝିପାରିଲ? ତୁମ ପିତା ଦଶରଥଙ୍କ ସତ୍ୟାଗ୍ରହ କରିବା ନିମନ୍ତେ ରାମଚନ୍ଦ୍ର ବଣକୁ ଯାଇଥିଲେ। ରାମ ସହ ଲକ୍ଷ୍ମଣ ସୀତା ବନକୁ, ଏଇଭଳି କ୍ୱେଶ୍ଚନ୍ ପଡ଼ିପାରିବ। ରାମ ସହ କିଏ ଯାଇଥିଲେ? ବୁଝିପାରିଲ? ସେମାନେ ଦକ୍ଷିଣ ଭାରତର ପଞ୍ଚବଟୀ ନାମକ ଏକ ବନକୁ କୁଡ଼ିଆ ତିଆରି କରୁଥିଲେ। ବୁଝିପାରିଲ? ପିଲାମାନେ ସମସ୍ତେ ଏଇଟାକୁ ଭଲ ଭାବରେ ପଢ଼ିବ। 2ରୁ ପିଲାମାନେ 5 ଥର ପଢ଼ିବ, ପଢ଼ିଲେ ହିଁ ତୁମେ ଆନ୍ସର୍ କରିପାରିବ। ବୁଝିପାରିଲ କି? ତ ରାମଚନ୍ଦ୍ରଙ୍କ ପିତାଙ୍କ ନାମ କ'ଣ ଥିଲା ପିଲାମାନେ? ଦେଖ, ରାମଚନ୍ଦ୍ରଙ୍କ ପିତାଙ୍କ ନାମ ମୁଁ ଜାଣିଛି, ତ ସେଥିପାଇଁ ପିଲାମାନେ ତୁମମାନଙ୍କୁ କହିଲି ରାମଚନ୍ଦ୍ରଙ୍କ ପିତାଙ୍କ ନାମ ଦଶରଥ ଥିଲା। ବୁଝିପାରିଲ? ରାମଚନ୍ଦ୍ରଙ୍କ ପିତାଙ୍କ ନାମ ଦଶରଥ ଥିଲା, ମୁଁ ଜାଣିଛି ବୋଲି କହିଦେଲି। ତୁମମାନେ ଯଦି ପଢ଼ିଥିବ ତାହେଲେ ତୁମେ କରିପାରିବ। ବୁଝିପାରିଲ? ତୁମେ ସେଟାକୁ ଭଲ ଭାବରେ ପଢ଼ିବ। 2 ନମ୍ବର ପିଲାମାନେ ରାମଚନ୍ଦ୍ର ଲକ୍ଷ୍ମଣ ସୀତା ବନରେ କୁଡ଼ିଆ ତିଆରି କରୁଥିଲେ କାହିଁ ପିଲାମାନେ? ପଞ୍ଚବଟୀରେ। କେଉଁ ବନରେ ପିଲାମାନେ ଦେଇଛି? ତ ରାମ ଲକ୍ଷ୍ମଣ ସୀତା କେଉଁ ବନରେ ପିଲାମାନେ? ପଞ୍ଚବଟୀ ବନରେ। ବୁଝିପାରିଲ? ତ ପିଲାମାନେ ମୁଁ ଜାଣିଛି ବୋଲି ତ ସେଥିପାଇଁ ତୁମମାନଙ୍କୁ କହିଦେଉଛି। ବୁଝିପାରିଲ? ତ ବାବାଜୀ ହୁକ ମାଗିବାକୁ କିଏ ଆସି ସୀତାଙ୍କୁ ନେଇଥିଲା? କିଏ ଆସିଥିଲା ପିଲାମାନେ? ତ ରାବଣ ଆସିଥିଲା। ଲେଖିପାରିବ ସମସ୍ତେ। ବୁଝିପାରିଲ? ତ କେଉଁ ବନରେ ସୀତାକୁ ବନ୍ଦୀ କରି ରଖାଯାଇଥିଲା? ପଞ୍ଚବଟୀ। ତ ଆରାମସେ ଏଇଗୁଡ଼ା କରିପାରିବ। ଲଙ୍କା ରାଜ୍ୟକୁ ଯିବା ସହଜ ନଥିଲା କାହିଁକି ପିଲାମାନେ? 6 ନମ୍ବର ସେହିପରି ରାମଚନ୍ଦ୍ର କିପରି ଲଙ୍କାରେ ପହଞ୍ଚିଥିଲେ? ବୁଝିପାରିଲ? ତ ତାପରେ ପିଲାମାନେ ନେକ୍ସଟ କ୍ୱେଶ୍ଚନ୍ ତୁମର ଦେଖିବା। ତ ତଳେ ଯାଇଥିବା ଶବ୍ଦଟାକୁ ପଢ଼ି ଉତ୍ତର ଲେଖ, ଯେଉଁଟାକି ପିଲାମାନେ ସେମ୍ ଟୁ ସେମ୍ 7ରୁ 11 ନମ୍ବର ପର୍ଯ୍ୟନ୍ତ ସେମ୍ ଟୁ ସେମ୍ ରହିବ। 7ରୁ 11 ନମ୍ବର ପର୍ଯ୍ୟନ୍ତ ବି ତୁମେ ସେଟାକୁ ପଢ଼ିବ, ପଢ଼ିଲେ ତୁମେ ଆନ୍ସର୍ କରିପାରିବ। ବୁଝିପାରିଲ? ତ ଦିନେ ସିଂହଟି ଝୁଙ୍କି ହୋଇ ଶାଳ ଗଛ ତଳେ ଶୋଇଥିଲା। ତ ସିଂହଟି କେଉଁଠାରେ ଶୋଇଥିଲା? ଏଇଠି ପିଲାମାନେ ଅଛି ଶାଳ ଗଛ ଛାଇରେ ଶୋଇଥିଲା, ଆରାମସେ କରିପାରିବ। ବୁଝିପାରିଲ? ତ ସେହିପରି ପିଲାମାନେ ଦେଖ 8 ନମ୍ବର କାହାର ନଜର ସିଂହ ଛୁଆ ଉପରେ ପଡ଼ିଥିଲା? କାହାର ନଜର? ତୁମେ ସେଟା ପଢ଼ିଥିଲେ ହିଁ କରିପାରିବ। ତ ଏଇଟା ସ୍କ୍ରିନ୍‌ଶଟ୍ ନେଇଯାଅ ସମସ୍ତେ। ନେଇପାରିଲ? ତାପରେ ପିଲାମାନେ ଭାଲୁ ସିଂହ ଛୁଆଟିକୁ କ'ଣ ପାଇଁ ଫୁଟବଲ ବୋଲି ଭାବିଥିଲା? ଭାଲୁ ସିଂହ ଛୁଆଟିକୁ କ'ଣ ପାଇଁ ଫୁଟବଲ ବୋଲି ଭାବିଥିଲା? କାହିଁକି ଭାବିଥିଲା? ସେଟାକୁ ଯଦି ପଢ଼ିଥିବ ତାହେଲେ କରିପାରିବ। ବୁଝିପାରିଲ? ତ ଭାଲୁ କାହିଁକି ପିଲାମାନେ ଭୟରେ ପଳାଇଲା? ତ ସିଂହଟାକୁ ଦେଖିକି ଭାଲୁ ଭୟରେ ପଳାଇ ଯାଇଥିଲା। ସିଂହ ଛୁଆ ଭାଲୁକୁ କ'ଣ କରିବାକୁ ଅନୁରୋଧ କଲା? ତ ଏଇଟା ପିଲାମାନେ ଦେଖିବ। 11 ନମ୍ବର କ୍ୱେଶ୍ଚନ୍ କମ୍ପ୍ଲିଟ୍ ହେଲା। ସମସ୍ତେ କ୍ଲିୟର୍ ହେଲ? ତାପରେ ପିଲାମାନେ ତୁମ ବହିରୁ କ୍ୱେଶ୍ଚନ୍ ଆସିଲା। ତୁମ ବହି କ୍ୱେଶ୍ଚନ୍ ତୁମେ ତ ଜାଣିଥିବ ନିହାତି, ତୁମ ବହିରୁ ପାଠ ପଢ଼ିଛ ମାନେ ତୁମେ ଆରାମସେ କରିପାରିବ। ବୁଝିପାରିଲ? ପିଲାଟି ବାଟରେ କାହିଁକି ପଡ଼ିଗଲା ପିଲାମାନେ? ପିଲାଟି ବାଟରେ କାହିଁକି ପଡ଼ିଗଲା? ତ ବାଟରେ ଶିଉଳି ପଡ଼ିଥିବା ଯୋଗୁଁ, ନା ବାଟରେ ସମତଳ ରାସ୍ତା ହୋଇଥିବା ଯୋଗୁଁ, ନା ବାଟରେ ଗୋଡ଼ ଖସିଯିବା ଯୋଗୁଁ, ନା ବାଟରେ ସାଙ୍ଗ ପିଲାଟିକୁ ପେଲି ଦେବା ଯୋଗୁଁ? ପିଲାମାନେ ଜାଣିଛନ୍ତି ପିଲାଟି ବାଟରେ ପଡ଼ିଯାଇଥିଲା କାହିଁକି? ବାଟରେ ଗୋଡ଼ ଖସିଯିବା ଯୋଗୁଁ। ବୁଝିପାରିଲ? ତ ତାପରେ ପିଲାମାନେ ନେକ୍ସଟ କ୍ୱେଶ୍ଚନ୍ ପିଲାମାନେ ଦେଖିବା। ତ ତାପରେ ପିଲାମାନେ ଏଇଠି ଆନ୍ସର୍ ତୁମେ ଦେଖିବା, ଯୋଉଠି ରୋଜଗାରକ୍ଷମ ଦେଖି ହୋଇଥିବା। ତ ଏଇଟା ପିଲାମାନେ ଆନ୍ସର୍ ଅଛି ତୁମର, ଯେଉଁଟାକି ବିଦ୍ୟାସାଗରରୁ ଆସିଛି। ତ ରୋଜଗାରକ୍ଷମ ହୋଇଥିଲା ବୋଲି ସେ ମାଗିଥିଲା ପଇସା। ତ ତୁମେ ଯଦି ଫଲଟିଏ ହୋଇଥାନ୍ତ ତେବେ ତୁମେ କ'ଣ କରିବାକୁ ଚାହିଁଥାନ୍ତ? ସେ ବିଷୟରେ 2 ଧାରା ଲେଖ। ତୁମେ ଯଦି ପିଲାମାନେ ଫଲଟିଏ ହୋଇଥାନ୍ତ ତୁମେ କ'ଣ କରିବାକୁ ଚାହିଁଥାନ୍ତ? ସର୍ବପ୍ରଥମେ ତ ମୁଁ ଫୁଲଟିଏ ହୋଇଥିଲେ ମୁଁ ସମସ୍ତଙ୍କୁ ମହକ ଦେଇଥାନ୍ତି। ବୁଝିପାରିଲ? ବାସ୍ନା ଦେଇଥାନ୍ତି, ଯେଉଁଟା ଲେଖିପାରିବ ମୁଁ ଠାକୁରଙ୍କ ମାଳରେ ଏବଂ ତାପରେ ଲିଖିପାରିବ ପିଲାମାନେ ମୁଁ ମାଳରେ ଗୁନ୍ଥିତ ହୋଇ ଠାକୁରଙ୍କ ପାଖରେ ରହିଥାନ୍ତି। ବୁଝିପାରିଲ? ତ ଏଇ 2ଟା ଲାଇନ୍ ଲେଖିଦେଉଛ, ତୁମମାନଙ୍କୁ ମାର୍କ ମିଳିଯିବ। ସମସ୍ତେ କ୍ଲିୟର୍ ହେଲ? ତାପରେ ପିଲାମାନେ ବାପା ଜନ୍ମ ହେଲେ ଦିନେ ମରିବାକୁ ହେବ। ପିଲାମାନେ ବାପା ଜନ୍ମ ହେଲେ ଦିନେ ମରିବାକୁ ହେବ। ତ ବାପା ଜନ୍ମ ହେଲେ ଏଇଟା ପିଲାମାନେ ତୁମର ବିଷୟରୁ ଆସିଛି। ବାପା ଜନ୍ମ ହେଲେ ଦିନକୁ ଦିନେ ମରିବାକୁ ହେବ। ମହତ୍ କାର୍ଯ୍ୟ ଜୀବନ ଦେବା କେତେଜଣ ଭାଗ୍ୟରେ ଥାଏ। ଧର୍ମା ଏ କଥାଟିକୁ ତା ବାପାଙ୍କୁ କହିଛି। ପିଲାମାନେ 2 ବାକ୍ୟ ଲେଖ। ପିଲାମାନେ ଧର୍ମା ତା ବାପାଙ୍କୁ କହିଥିଲା, ବାପା ଆମେ ଜନ୍ମ ହେଇଛନ୍ତି ମାନେ ଦିନେ ନା ଦିନେ ମରିବାକୁ ହେବ।
ଯଦି ମୁଁ ଯଦି ମୁଁ କିଛି ମହତ୍ତ୍ୱ କାର୍ଯ୍ୟ କରି ତ ମୁଁ ଜୀବନ ଦେବି ତାହେଲେ ବହୁତ ଭଲ। ଯଦି ମୁଁ ମହତ କାର୍ଯ୍ୟ କରି ମୁଁ ଜୀବନ ଦେବି ତାହେଲେ ବହୁତ ବଢ଼ିଆ ଅଛି। ବୁଝିପାରିଲ? ଏଇଟା ପିଲାମାନେ ଲେଖିପାରିବ, ଦୁଇଟି ବାକ୍ୟରେ ଆରାମସେ ଲେଖିପାରିବ। ତ ଧରମା ପିଲାମାନେ ତା ବାପାକୁ ଏଇ କଥା କହିଥିଲା, ଯେଉଁଟାକି ପିଲାମାନେ ଚୂଳ ମୁଣ୍ଡି ମାରିବା ପାଇଁ, କୋଣାର୍କ ମନ୍ଦିରର ମୁଣ୍ଡି ମାରିବା ପାଇଁ ଏ କଥା କହିଥିଲା। ବୁଝିପାରିଲ? ଯେଉଁଟାକି ମୁଣ୍ଡି ମାରି ତୁମର ଚନ୍ଦ୍ରଭାଗା ନଦୀ କୂଳକୁ ନେଇଥିଲା। ବୁଝିପାରିଲ? ତ ସେ ମହତ୍ତ୍ୱ ରଖିଥିଲା କି ନାହିଁ ତା ବାପାର। ତ ସେଇଟା ପିଲାମାନେ ଲେଖିପାରିବ। 15 ନମ୍ବର ପିଲାମାନେ ଯାହା ବି କହିଲେ ଲେଖିପାରିବ। ତ ତାପରେ ପିଲାମାନେ ନେକ୍ସଟ ଅଛି, ସାରସ ପକ୍ଷୀର କଥାକୁ ସମର୍ଥନ କରି ଠେକୁଆ କ'ଣ କରିଥିଲା? ସାରସ ପକ୍ଷୀର କଥାକୁ ସମର୍ଥନ କରି ଠେକୁଆ କ'ଣ କରିଥିଲା? ସାରସ ପକ୍ଷୀ ଯାହା ବି କହିଥିଲା ଠେକୁଆ ସେଇଟା ମାନିଥିଲା। ବୁଝିପାରିଲ? ତ ଏଇଟା 2 ମାର୍କ ଆରାମସେ କରିପାରିବ। ତାପରେ ପିଲାମାନେ ତଳେ ଦିଆଯାଇଥିବା ପଦଟିକୁ ସଜାଡ଼ି ଲେଖ। ଲୋଡ଼ା ନାଇଁ ମୋର ରୂପା ଥାଳି ଭାତ ସୁନା ପଞ୍ଜୁରୀ ବଣପରା ମୋ ମିତ ଗଛ ଡାଳେ ସରଗମର। ଲୋଡ଼ା ନାଇଁ ମୋର ରୂପା ଥାଳିରେ ସୁନା ପଞ୍ଜୁରୀ ଭାତ। ତ ଏଇଟାକୁ ତୁମେ ଯଦି ଲେଖିପାରିବ ତ ଆରାମସେ ତୁମେ ଲେଖିପାରିବ। ତୁମ ବହିରେ ଅଛି। ବୁଝିପାରିଲ? ବହିରେ ଦେଖି ଆରାମସେ ତୁମେ କରିପାରିବ। ବଣପରା ମୋ ମିତ ଗଛର ଡାଳ ସରଗ ମର। ବୁଝିପାରିଲ? ତ ଏଇଟାକୁ ତୁମେ ପଦଟିକୁ ସଜାଡ଼ିବାର ଅଛି, ଯେଉଁଟାକି ତୁମର ବଣି ବିଷୟରୁ ତୁମେ ସେଇଟା ଆରାମସେ ତୁମେ ଦେଖିପାରିବ। ଏଇ ଦୁଇଟା ଲାଇନ୍ ତୁମର ଲେଖାଯାଇଛି। ବୁଝିପାରିଲ? ତ ଲୋଡ଼ା ନାଇଁ ମୋର ରୂପା ଥାଳି, ଲୋଡ଼ା ନାଇଁ ମୋର ରୂପା ଥାଳିରେ ଭାତ ସୁନା ପଞ୍ଜୁରୀ ବଣ ଗଛ ଡାଳ ସରଗ ମର ବଣପରା ମୋ ମିତ। ବୁଝିପାରିଲ? ଗଛ ଡାଳ ସରଗ ମର ବଣପରା ମୋର ମିତ। ପିଲାମାନେ ବୁଝିପାରିଲ? ତ ପିଲାମାନେ ଏଇଟା ତୁମର ଅଛି, ଠିକ୍ ସେ ଅକ୍ଷରଟାକୁ ବାଛି ଲେଖ। ତା ଭିତରୁ ଠିକ୍ ଅକ୍ଷରଟାକୁ ବାଛି ଲେଖିବାର ଅଛି। ନିକାତାନ ନିକାନ୍ଥାନ ନିକାଞ୍ଚନ ନିକାଙ୍କନ। ପିଲାମାନେ ଏଇଟାକୁ ଆମେ ଯଦି ଦେଖିବା, ଏଇଠି କ'ଣ ହେଇଯିବ? ନିକାଞ୍ଚନ। ଏଇଟା ପିଲାମାନେ ରାଇଟ୍ ଆନ୍ସର ହେଇଯିବ। ବୁଝିପାରିଲ? ନିକାଞ୍ଚନ। ସମସ୍ତେ କ୍ଲିୟର ହେଲ? ତ ସେହିପରି ପିଲାମାନେ ଯେପରି ନିନ୍ଦାରୁ ନିନ୍ଦନୀୟ, ସେହିପରି ପିଲାମାନେ ବନ୍ଦନାରୁ ବନ୍ଦନୀୟ ଲେଖିପାରିବ। ବନ୍ଦନୀୟ। ବୁଝିପାରିଲ? ତ ନିନ୍ଦାରୁ ନିନ୍ଦନୀୟ, ସେହିପରି ବନ୍ଦନରୁ ବନ୍ଦନୀୟ। ତଳ ଶବ୍ଦଟିକୁ ନେଇ ଗୋଟେ ବାକ୍ୟରେ ଗଠନ କରିପାରିବ। ଅସହଯୋଗ। ଅସହଯୋଗକୁ ନେଇ ଗୋଟେ ଲେଖିପାରିବ। ତାପରେ ଗୌରବକୁ ନେଇ ଲେଖିପାରିବ। ବୁଝିଲ? ଗାନ୍ଧୀ ଅସହଯୋଗ ନୀତି ଥିଲା। ତାପରେ ଗୌରବକୁ ନେଇ ତୁମେ ଯେଉଁ ଲେଖୁଛ ପିଲାମାନେ ଲେଖିପାରିବ। ମୁଁ ପିଲାମାନେ ତୁମେ ଲେଖିପାରିବ, ତୁମ ନାଁ ତୁମେ ଦେଇକି ଲେଖିପାରିବ। ତ ମୁଁ ଏମିତି ଲେଖିପାରିବ। ପିଲାମାନେ ତୁମେ ସ୍କୁଲରେ ପଢ଼ୁଛ, ତୃତୀୟ ଚତୁର୍ଥ ଯେଉଁ କ୍ଲାସ୍ ବି ହେଉ ଏଇଟା ବି ଲେଖିପାରିବ। ମୁଁ ତୃତୀୟ ଶ୍ରେଣୀରେ କିମ୍ବା ଚତୁର୍ଥ ଶ୍ରେଣୀରେ ମୁଁ ବାର୍ଷିକ ପରୀକ୍ଷାରେ 90% ମାର୍କ ରଖି ମୁଁ ଗୌରବ ଅର୍ଜନ କଲି। ବୁଝିପାରିଲ? ଏଇଟା ପିଲାମାନେ ଲେଖିପାରିବ। ତ ତଳେ ଲେଖା ହେଇଥିବ ଶବ୍ଦଟିକୁ ବିରାମ ଚିହ୍ନ ଦେଇ ଲେଖିବ। ଲୋକେ ତ ଆମର ବଳ, ଲୋକେ ତ ଆମର ଶକ୍ତି, ଲୋକେ କ'ଣ ନାହାନ୍ତି ଆମ ପକ୍ଷରେ? ଲୋକେ ତ ଆମର ବଳ, ଲୋକେ ତ ଆମର ଶକ୍ତି। ବୁଝିପାରିଲ? ଏଇଟା ବିରାମ ଚିହ୍ନ। ଲୋକେ ତ ଆମର ବଳ, ଲୋକେ ତ ଆମର ଶକ୍ତି। ବୁଝିପାରିଲ? ଏଇଟା ପିଲାମାନେ ବିରାମ ଚିହ୍ନ। ଧନୀର ବିପରୀତ ପିଲାମାନେ କ'ଣ ହେଇଯିବ? ଧନୀର ବିପରୀତ ଜାଣିଛନ୍ତି? ଧନୀ। ତ ଧନୀର ବିପରୀତ ପିଲାମାନେ ଗରିବ। ବୁଝିପାରିଲ? ଧନୀର ବିପରୀତ ଗରିବ। ତ ପରବ। ତ ସେହିପରି ପିଲାମାନେ ଧନୀର ବିପରୀତ ଯଦି ଗରିବ ହେଲା, ତ ସେହିପରି ପିଲାମାନେ ରାଜାର ବିପରୀତ କ'ଣ ହେବ? ପରବର ଗଦ୍ୟ ରୂପଟେ କ'ଣ? ପର୍ବ। ପରବର ଗଦ୍ୟ ରୂପ ପର୍ବ। ବୁଝିପାରିଲ? ପର୍ବ। ଏଇଟା ପିଲାମାନେ ଲେଖିପାରିବ। ପର୍ବ। ପରବର ଗଦ୍ୟ ରୂପ ପର୍ବ। ବନ୍ଧନୀ ମଧ୍ୟରୁ ଶବ୍ଦ ଆଣି ଶୂନ୍ୟସ୍ଥାନ ପୂରଣ କର ପିଲାମାନେ। ତ ସେମାନେ ସେ ତାର ତାକୁ, ସେମାନେ ସେ ତାର ତାକୁ। ରାଜୁ ଜଣେ ଚିତ୍ରକଳ, ସେ ଅବସର ପାଇଲା ଚିତ୍ର କରେ। ତ ସେ ପିଲାମାନେ ଏଇଠି ଲେଖିପାରିବ। ସେ ଫାଷ୍ଟ ସେ ଅବସର ପାଇଲେ ଚିତ୍ର କରେ। ଡ୍ୟାସ୍ ସୁନ୍ଦର ଚିତ୍ର ତାକୁ ସାଙ୍ଗ। ପିଲାମାନେ 2 ମାର୍କ ଅଛି। ତ 4ଟି ଭିତରୁ ତୁମେ 2ଟି ଲେଖିବାର ଅଛି। ବୁଝିପାରିଲ? ଡ୍ୟାସ୍ ସୁନ୍ଦର ଚିତ୍ର ଦେଖି ସାଙ୍ଗ ଖୁସି ହୁଅନ୍ତି। ବୁଝିପାରିଲ? ତାର ପିଲାମାନେ ଲେଖିପାରିବ। ତାହାର ସୁନ୍ଦର ଚିତ୍ର ଦେଖି ସାଙ୍ଗମାନେ ଖୁସି ହୁଅନ୍ତି। ସେ ତାର। ବୁଝିପାରିଲ? ତ ଏଇଟା ପିଲାମାନେ ଥିଲା। ତାପରେ ଠିକ୍ ଶବ୍ଦଟିକୁ ବାଛି ଲେଖିବ। ଏଇଠି ପିଲାମାନେ ପ୍ରିୟ, ଏଠି ସ୍ଥାନ ତୁମମାନଙ୍କର ଯାହା ବି ଥିବ ଏଠି ତୁମେ ଲେଖିପାରିବ, ଯେଉଁଟାକି 4 ମାର୍କ ରହିବ, ଛାଡ଼ିବ ନାହିଁ। ଏଠି ତୁମର ତାରିଖ ପିଲାମାନେ, ସ୍ଥାନ ତୁମ ଘର ପାଖ ସ୍ଥାନ ଲେଖିପାରିବ। ଏଠି ତାରିଖ ପିଲାମାନେ ତୁମ ଡେଟ୍ ପିଲାମାନେ କାଲିକା ଏକ୍ଜାମ୍, କାଲି ଯାହା ବି ଡେଟ୍ ଅଛି ଲେଖିଦେବ। ବୁଝିପାରିଲ? ଏଠି ପିଲାମାନେ ମୋର ପିଲାମାନେ ନମସ୍ତେ ଜଣାଇବେ, ନମସ୍କାର ଜଣାଇବେ, ଯେଉଁଟା ଲେଖିପାରିବ। ଏଠି ମାନଙ୍କ ଅପସନ୍ ଥିବ ପିଲାମାନେ ଏଠି ଲେଖିବ। ତ ଏଠି ତାପରେ ପିଲାମାନେ ତୁମର ମଉସା ମାଉସୀଙ୍କୁ ମୋର ପ୍ରଣାମ ଜଣାଇଦେବ, ପ୍ରଣାମ ଲେଖିବ। ଏଥରକ ପିଲାମାନେ ଡ୍ୟାସ୍ରେ, ଏଥର ପିଲାମାନେ ହୋଲି ହେଇପାରେ। ତୁମର ଅପସନ୍ ଯାହା ବି ଥିବ ଅପସନ୍ ଦେଇ ତୁମେ ଲେଖିପାରିବ। ବୁଝିପାରିଲ? ତୁମର ହୋଲି ବି ହେଇପାରେ ଏବଂ ପିଲାମାନେ ତୁମର ପୂଜା ବି ହୋଇଥାଏ। ବୁଝିପାରିଲ? ମୁଁ ଏଥର ପୂଜାରେ ମୁଁ ତୁମ ଘରକୁ ଗଲେ ଆମେ ଦୁହେଁ ସାଙ୍ଗ ହୋଇ ମେଳାକୁ ବୁଲିବାକୁ ଯିବା। ଏଠି ତୁମେ ମେଳା ଲେଖିପାରିବ। ବୁଝିପାରିଲ? ସମସ୍ତେ କ୍ଲିୟର ହେଲ? ତ ଏତିକିରେ ରହୁଛି ପିଲାମାନେ ଲେଖି। ତୁମର ଇତି ପିଲାମାନେ ତୁମର ମିତାଲି ଲେଖିପାରିବ। ଏଠି ପିଲାମାନେ ଦେଖ ପ୍ରଣାମ ଶୁଭେଚ୍ଛା ଖରାଛୁଟି। ବୁଝିପାରିଲ? ତ ଏଇଠି ପିଲାମାନେ ଥିଲା ତୁମର ଅପସନ୍ରେ, ତୁମେ ସମସ୍ତେ ଦେଖିପାରୁଥିବ। ତ ଏଇଠି ପିଲାମାନେ ଦେଖ, ଏଇଠି ତୁମମାନଙ୍କର ଲାଷ୍ଟ କ୍ୱେଶ୍ଚନ୍ ତୁମମାନଙ୍କର କ'ଣ ରହିବ ନା ଗୋଟେ ଚିତ୍ର ରହିବ। ଚିତ୍ରଟାକୁ ତୁମେ 4ରୁ 5ଟି ବାକ୍ୟରେ ଲେଖିବାର ଅଛି। ବୁଝିପାରିଲ? ତ ଏଇ ଚିତ୍ରଟାକୁ ଦେଖି ତୁମେ 4ରୁ 5ଟି ବାକ୍ୟ ଲେଖିବାର ଅଛି, ଯେଉଁଟାକି ତୁମମାନଙ୍କୁ ଏଇ ଉପରେ ଦିଆଯାଇଥିବା ଚିତ୍ରଟିକୁ ଦେଖି 4ଟି ବାକ୍ୟ ଲେଖିବାର ଅଛି। ବୁଝିପାରିଲ? ତ ଏଠି ପିଲାମାନେ ଲେଖିପାରିବ। ଏଠି ପିଲାମାନେ ମେଳା ଗଠିତ ହୋଇଛି, ତୁମେ ଲେଖିପାରିବ ଏଇଭଳି। ତ ଗୋଟେ ଜାଗାରେ ମେଳା ଗଠିତ ହୋଇଛି, ସେଇ ଜାଗାରେ ବିଭିନ୍ନ ପ୍ରକାର ଦୋକାନ ପଡ଼ିଛି। ଯଥା ନେଇ ଲେଖିପାରିବ। ତ ମାଛ ଦୋକାନ, ଏଠି ପନିପରିବା ଦୋକାନ, ଫଳ ଦୋକାନ। ବୁଝିପାରିଲ?
ତ ଗୁପଚୁପ୍ ଯେଉଁଟାକି ତୁମମାନଙ୍କର ଖାଉଛ ଚାଟ୍ ଦୋକାନ ଏଗୁଡ଼ିକ ସବୁ ଲେଖିପାରିବ। ଲେଖିପାରିବ। ତ ପ୍ରଚୁର ପରିମାଣରେ ସେଇ ଟାଇମ୍ରେ ଖରା ହେଉଛି ଯେଉଁଥିରେ କି ଦୋକାନୀମାନେ ତାଙ୍କ ମୁଣ୍ଡ ଉପରେ ଛତା ଗୋଟେ ରଖିଛନ୍ତି। ବୁଝିପାରିଲ? ତ ଲୋକଙ୍କର ଭିଡ଼ ବି ଅଧିକା ଅଛି। ଲୋକମାନେ ସବୁ କିଣିବାରେ ବ୍ୟସ୍ତ ରହୁଛନ୍ତି। ବୁଝିପାରିଲ? ତ ଏଇ ଜାଗାରେ ପିଲାମାନେ ଏତିକି ଲେଖିପାରିବ ଏବଂ ଉପରେ ବି ଯଦି ଦେଖିବ ଉପରେ ବି କୁଆ ଗୁଡ଼ିକ ଉଡ଼ୁଛନ୍ତି, ଗଛପତ୍ର ଗୁଡ଼ିକ ଅଛି, ଏ ଜାଗାରେ ତୁମେ ଲେଖିପାରିବ। ବୁଝିପାରିଲ? ଏତିକି ଯେଉଁ ଲେଖିଦେଉଛ ତୁମମାନଙ୍କୁ ପିଲାମାନେ ମାର୍କ ପିଲାମାନେ ମିଳିଯିବ, ଯେଉଁଟାକି ତୁମମାନଙ୍କର ଏଠି ଦେଖିପାରୁଥିବ 4 ମାର୍କ। ବୁଝିପାରିଲ? ମୋଷ୍ଟ ଇମ୍ପୋର୍ଟାଣ୍ଟ ଥିଲା ଏଇଟାକୁ ତୁମେ ଭଲ କରି ପ୍ରାକ୍ଟିସ୍ କର। ଆଉ ଯଦି କିଛି ଡାଉଟ୍ ଅଛି ତାହେଲେ କମେଣ୍ଟ କରିପାରିବ। ଆଜି ପାଇଁ ଏତିକି ପିଲାମାନେ, ଥ୍ୟାଙ୍କ ୟୁ।